ଆମେ ଏଇଟା କହିପାରିବା ଯେ ଆମର ଇଣ୍ଡଷ୍ଟ୍ରିରେ ଗୋଟେ ସୁନାକୁ ହଜେଇ ସାରିଛେ ଆମେ କାହିଁକିନା ସେ ଆମ ଯେତେ ବି ଇଣ୍ଡଷ୍ଟ୍ରିରେ ଯେତେ ବି ସିଙ୍ଗର୍ସ ମାନଙ୍କୁ ହୁଅନ୍ତୁ ଆମର ମାନେ ୟଙ୍ଗ ଜେନେରେସନ୍ ହଉ କି ଆମର ଓଲ୍ଡ ଜେନେରେସନ୍ ସେଗୁଡ଼ା ଆମ ସବୁବେଳେ ମେଣ୍ଟର ଭଳିଆ ରହନ୍ତି ଆଉ ସବୁବେଳେ ଥିବେ ଆମ ଭିତରେ ସବୁବେଳେ ସେ ଆଗରୁ ବି ଥିଲେ ଏବେ ବି ଅଛନ୍ତି ଆଉ ସବୁବେଳେ ଥିବେ ଆଉ ସେ ଆମକୁ ବହୁତ ଜିନିଷ ଶିଖେଇକି ଯାଇଛନ୍ତି ଆଉ ତାଙ୍କ ବହୁତ ଜିନିଷ ଶିକ୍ଷା ପାଇକି ଯାଇଛୁ ଆଉ ମୁଁ କହିବି ଯେ ମାନେ ଏଇଟା ଗୋଟେ ଆମେ ଗୋଟେ ଓଡ଼ିଶାରେ ଗୋଟେ ସୁନା ଗୋଟେ ହରେଇ ସାରିଛୁ ଆମେ କଥା ନାହିଁ ଆଜ୍ଞା ହ୍ୟୁମାନ ସାଗର ସାର୍ ହିଁ ଭଲ ସେ ତାଙ୍କୁ ଦେଖିଦେଲେ ଆମ ମନ ଭରିଯାଏ ଆଉ କଥା ତ ସେଇଟା ସମସ୍ତେ ମିଠା ମିଠା କଥା କହିଦିଅନ୍ତି ବାକି ସେ ହୃଦୟରୁ ବହୁତ ଭଲ ଆଉ ସେ କଣ କହିବି ତାଙ୍କ ବିଷୟରେ ସବୁ ଓଡ଼ିଶା ଜାଣିଛି ଆଉ ଆମ ଇଣ୍ଡଷ୍ଟ୍ରିର ସମସ୍ତ ସବୁ ଆର୍ଟିଷ୍ଟ ସମସ୍ତଙ୍କୁ ସେ ଭଲ ପାଆନ୍ତି ସମସ୍ତଙ୍କ ସହିତ ମିଶନ୍ତି ଆଉ ସବୁବେଳେ ସେ ନିଜେ ଗୋଟେ ଗୁରୁ ଭଳିଆ ହେଇକି ବି ନିଜକୁ ଶିଷ୍ୟ ମୋତେ ମୁଁ ମୋ ଓପିନିଅନ ଦଉଛି ଯେ ମାନେ ମୋତେ କେବେ ବି ସେ ମାନେ ଗୋଟେ ଛୋଟ ଭାଇ ଭଳିଆ ସବୁବେଳେ ଦେଖନ୍ତି ମାନେ ଗୋଟେ ଆର୍ଟିଷ୍ଟ ନାହିଁ ଯେତେବେଳେ ବି ଆମେ ଭେଟିବୁ ଯାହା ବି କରିବୁ ସେ ଗୋଟେ ଛୋଟ ଭାଇ ଭଳିଆ ଗୋଟେ ଓପିନିଅନ ଦେବେ ତାଙ୍କର ସବୁବେଳେ ସବୁ ଆଶୀର୍ବାଦ ଥାଏ କହିପାରିବା ସାର୍ କାହିଁକିନା ତାଙ୍କ ଭଳିଆ ଭଏସ୍ ତାଙ୍କ ଭଳିଆ ମଣିଷ ଆମେ ପାଇପାରିବା ନ ପାଇପାରିବା ସେଟା ପର କଥା ବାକି ଏବେ ଆମେ ତ ଦେଖିପାରୁନି ସାର୍ ତାଙ୍କ ଭଳିଆ ଆର୍ଟିଷ୍ଟ ନାହାନ୍ତି